सप्तदश अध्याय झुलिया कबीर संवाद। चैतन्य देवती भावे कहई मन राजा आगे, अति आनंद दिव्य रस केवल श्रवणे पीयूष। हे मन हुआ सावधान, चंचल न करत मन, ए बड़ आचंबित कथा शुणी खंडिबु भव व्यथा। आनंदे शुण कर्ण पुटे, जे पुण्य गंगा नदी तटे। हिंगुल मंदिरे ता घर, नाम ता झुलिया कबीर। दारा तो नय तार नाही, से निजे माता पुत्र दुई। एमते थांतिबे निजन, जातिरे अटंती पठाण। अत्यंत दरिद्र जीवन, कष्टरे बंचुथाई दिन। वस्त्र खंडिए नीति नीति, ऋण कऋण बुणुथांती। से वस्त्र खंडी बिकी नित्य, रखती साहू मूल जेते। तहु जे तक मिली थाई, प्राण पुसंती ताहा खाई। दैव जुगरे भिकारी, जुगिया बर ब्रह्मचारी। विप्र वैष्णव जे सन्यासी, ताहार द्वारे जेबे आसी। प्रकाश करती से माने, ताहांकु अति श्रद्धा मने। जे अबा तार घरे थाई, दियई तार पासे नेई। माता नंदन बेनी प्राणी, कहीन सुधा समबाणी। कंचासी झारू जेते थाई, जे जाहा मागे ताहा देई। नाही बोलिबा पद तार, तुंडरू नुहई बाहार। एमते बंचुथाई दिन, करिन श्रीहरि भजन। देखिले साधु जन गोष्ठी, सेठारू न आसई उठी। जदि से गृह कर्मे थाई, जे जाहा मागिले दियई। प्रभु पदार बिंद गते, निवेशी मन अनुव्रते। सकल जने दया करे, विकल दुखी जन ठारे। एही प्रकारे बंचे दिन, न जाने अन्य कथा मान। एमंत केते दिन अंते, ता कीर्ति पुरिला जगते। जही शुणिले ता चरित, प्रशंसा कले अप्रमित। लोके बहिले धन्य धन्य, झुलिया कबीर जीवन। एड़े दरिद्र जन हई, जे जाहा मागिले दियई। एड़े कुशल तार मती, बलिण प्रशंसा करती। बंचई पर उपकारे, नाम भजन नित्य करे। एमंत हई दश दिशे, ताजस जगते प्रकाशे। ताहा जानिले भगवान, बिड़िबा पाई तार मन। तक्षणे विश्वरूप हई, विजय कले भावग्राही। अति दुर्बल विप्रगटी, चालते पड़ुअछि झुंटी। छिंडाले कड़ा कना धड़ी, अशेष गंठी अछि पड़ी। तहु खंडक पिंधि हरि, खंडे दूषड़ा छंती धरी। अत्यंत दरिद्र रूपरे, विजय कले तार पुरे। धीरे चालते ब्रह्म राशि, खंड दूरे बसी बसी। जाहाकू देखिले पचारी, काहीं है कबीरर पुरी। आउ अछई केते दूरे, देखाई दियो कि नामरे। आंभे हो जीवु तार पासे,
କିଛି ହିଁ ମାଗିବାର ଆସେ। ଏମନ୍ତ କହି ଜନାର୍ଦ୍ଦନ ସେଠାରୁ କଲେ ଗମନ। ତେଣୁ କବୀର ଆସୁଅଛି ଘରେ ତା ଅନ୍ନ ନାହିଁ କିଛି। ବସ୍ତ୍ର ଖଣ୍ଡିଏ ଅଛି ଧରି ବିକ୍ରି କରିବ ବୋଲି କରି। ଘରେ ତା କିଛି ନାହିଁ ଯେଣୁ ଚଞ୍ଚଳ ଯାଉଛି ସେ ତେଣୁ ଆସନ୍ତି ଦାମୋଦର ଭେଟ ପଡ଼ିଲେ ଯେ ଦାଣ୍ଡର। ଲୋକେ ବଇଲେ ତହିଁ ଥାଇ ଏହିଟି କବୀର ଅଟଇ। ତାହା ଶୁଣିନ ଚକ୍ରପାଣି କବୀର ମୁଖ ଚାହିଁ ଭଣି। ଶୁଣ ହେ ଝୁଲିଆ କବୀର ଆମ୍ଭେ ଆସିଛୁ ତହଠାର। ଚାରି ଦିଗରେ ତ କିରତି ଶୁଣୁ ଯେ ଥାଉ ନୀତି ନୀତି। କବୀର ପ୍ରାୟ ଏକ ଜଣେ ନାହିଁ ନଥିବ ଏ ଭୁବନେ। ଦରିଦ୍ର ହେଲେ କି ସହଇ ଯେ ଯାହା ମାଗିଲେ ଦିଅଇ। ଏମନ୍ତ ଶୁଣି ଆମ୍ଭେ କନେ ଅତି ଭରସା କରି ମନେ। ଆସିନ ଅଛୁ ତୋର ପାଶେ କିଛି ହିଁ ମାଗିବାର ଆସେ। ଦିଅ ନ ଦିଅ ତୋର ମନ କହିଲୁ ସ୍ୱରୂପ ବଚନ। ତା ଶୁଣି ଝୁଲିଆ କବୀର ବିପ୍ରଙ୍କୁ କଲା ନମସ୍କାର। ବଇଲା ଶୁଣ ହୋ ଗୋସାଇଁ ଏହା ଯେ କହିଲ କିମ୍ପାଇଁ। ଦେବାଦି ଆଇବାକୁ ହରି କରତା ଅଟନ୍ତି ସବୁରି। ମଝାର କେତେକ ଶକତି ଦେବାକୁ ହେବ ମୋର କତି। ହେଲେ କି ମାଗୁଛ ଗୋସାଇଁ କହ ଶୁଣଇ କିନା ମୋହି। ତାହା ଶୁଣିନ ଦାମୋଦର ଅଶେଷ ବ୍ରହ୍ମାଣ୍ଡ ଠାକୁର। ମେଘ ଗମ୍ଭୀର ଧୀର ବାଣୀ କହନ୍ତି ପ୍ରଭୁ ଚକ୍ରପାଣି। ଦେଖ ମୁଁ ଦରିଦ୍ର ବ୍ରାହ୍ମଣ କବୀର ଭଲେ ଏହା ଶୁଣ। ବସ୍ତ୍ର ଖଣ୍ଡିଏ ମତେ ଦିଅ ଅଶେଷ ଲୁକେ ଯଶ ପାଅ। ଅଧିକ କି କହିବି ତତେ ଏତେକ ମାଗିଲୁ ଯୁକତେ। ତା ଶୁଣି ଝୁଲିଆ କବୀର ବଇଲା ଶୁଣ ବିପ୍ରବର। ଏ ମୋର ସଖ୍ୟକୁ ବିଚାରି ଯାହା ଦିଆଇଥିବେ ହରି। ତେତେକ ସନ୍ତୋଷ ହଇବ ମହର ଭାଗ୍ୟରେ ଲାଗିବ। ଏମନ୍ତ ବୋଲି ବସ୍ତ୍ର ଧରି ଭାଙ୍ଗି ଥୋଇଲା ଯତ୍ନ କରି। ଖଣ୍ଡେକ ବିପ୍ର ହସ୍ତେ ନେଇ ବାକ୍ୟ କହିଲା ଚାଟୁଆଇ। ଆରେକ ଖଣ୍ଡ ହସ୍ତେ ଥୋଇ ଭାଙ୍ଗି ଥୋଇଲା ଯତ୍ନେ ନେଇ। ବଇଲା ଘେନ ହେ ବ୍ରାହ୍ମଣ ତା ଶୁଣି କମଳାର ମଣ। ଅତି ଆନନ୍ଦ ହଇ ମନେ ପିନ୍ଧିଲେ କବୀର ବଚନେ। ଛିଣ୍ଡାଲେ କଡ଼ା କନା ଯେତେ ପିନ୍ଧିବା ଦୁସଡ଼ା ସହିତେ। ଅନ୍ତର କରିତା ପକାଇ କହିଲେ ଆନନ୍ଦିତ ହୋଇ। ତା ଦେଖି ବଲଇ କବୀର ହେ ବିପ୍ରବର ବିଜେ କର। ମୁଁ ଏବେ ଯାଉଛି ତ୍ୱରିତେ ଏ ଖଣ୍ଡ ବିକିବା ନିମନ୍ତେ। ଦେଖ ମୋ ଦୁଃଖ ବିପ୍ରବର ବିକି ଆଣିଲେ ଘରେ ମୋର। କୁଟୁମ୍ବ ଯାକ ସୁସ୍ଥ ହୋଇ ଭୋଜନ କରିବେ ଗୋସାଇଁ। ନୋହିଲେ ଉପବାସେ ଥିବେ ତେଣୁ ମୁଁ ଯାଉଅଛି ଏବେ। ତା ଶୁଣି ପ୍ରଭୁ ବ୍ରହ୍ମ ରାଶି ଅଳପ ମନ୍ଦେ ମନ୍ଦେ ହସି। ବଇଲେ ଶୁଣ ହୋ କବୀର ଜାଣିଲି ଦାତାପଣ ତୋର।
ক্ষুধার্থ জনଙ୍କୁ বসাই যে অর্ধ ভোজন দিଅଇ তହିଁ যে ଫଳ ନାହିଁ କିଛି ଅଧିକ ପାତକ ଲେଖିଛି ହାବର ବିପ୍ରଙ୍କର କରେ ଦାନ ଦିଅନ୍ତି ଯେଉଁ ନରେ ଯେବେ ତା ଦକ୍ଷିଣା ନ ଦେଇ ତହିଁରେ ଫଳ ଆଉ ନାହିଁ ନୋହିଲେ ଦେଉଳ ଅଟାଳି ବାମ୍ଫି ପୋଖରୀ ଥିବ ଖୋଳି କୃପାଦି ତଡ଼ାଗ ସହିତେ ଆବର ଧର୍ମ ହୋଇ ଯେତେ ଏମାନ ପ୍ରତିଷ୍ଠାନ କଲେ ଫଳ ମିଳିବ କାହୁଁ ଭଲେ ପତି ନଥିଲା ପତ୍ନୀ ପ୍ରାୟ ଏସବୁ ବ୍ୟର୍ଥକୁ ଯାଏ ଏଣୁ ମୁଁ କହୁଅଛି ତତେ ଆବର ଖଣ୍ଡି ଦିଅ ମତେ ଦୁସଡ଼ା କରି ଆମ୍ଭେ ଯାଉ ତରକି ରତି ରହିଥାଉ ନୋହିଲେ ନଦୀ ସହି ଶୁଭା ଅଧିକ କି କହିବି ଅବା ଦେଖ ମୁଁ ଦୁଃଖୀ ବିପ୍ରବର ଏଥିରେ ସଂଶୟ ନ କର ତା ଶୁଣି କବିର ତ୍ୱରିତେ ଆବର ଖଣ୍ଡ ଧରି ହସ୍ତେ ବ୍ରାହ୍ମଣ ହସ୍ତେ ଦେଲେ ନେଇ ବଇଲେ ଶୁଣ ହ ଗୋସାଇଁ ଏବେ ବହନ ବିଜେ କର ମରେ କରୁଣା ରଖି ତର ତା ଶୁଣି ପ୍ରଭୁ ନାରାୟଣ କରିନ ଅନେକ କଲ୍ୟାଣ ସେଠାରୁ ବିଜେ କରି ଗଲେ ପିନ୍ଧା ଦୁସଡ଼ା ପାଇ ଭଲେ ଏଣେ କବୀର ଗଲା ଚଳି ଏକାନ୍ତ ସ୍ଥାନେ ଯାଇ ମିଳି ବସିଲା ନିଶ୍ଚଳ ଆସନେ ହରିଙ୍କି ଚିନ୍ତା କରି ମନେ ବଇଲା ହେ ମହାମେରୁ ଅଶେଷ ପ୍ରାଣୀଙ୍କର ଗୁରୁ ତୁମ୍ଭର ସଞ୍ଚିବାର ଅନେ ପ୍ରାଣ ପୋଷନ୍ତି ପ୍ରାଣୀମାନେ ଏଣୁ ମୋ କୁଟୁମ୍ବର ଚିନ୍ତା ବୁଝ ହେ ପ୍ରଭୁ ଜଗଜିତା ହେମନ୍ତ ବୋଲି ସୁଖେ ବସି ମୁଖେ ଶ୍ରୀ ହରି ନାମ ଘୋଷି ଏଣୁ ଯେ ଗଲେ ଜନାର୍ଦ୍ଦନ ଯେ ପ୍ରଭୁ କାଳିୟ ମର୍ଦ୍ଦନ ଗ୍ରାମରୁ ବାହାର ହୋଇଲେ ବିପ୍ର ସ୍ୱରୂପ ଗୋପ୍ୟ କଲେ ଭକତ ଭାବେ ଭାବଗ୍ରାହୀ ଭାବେ ଗୋପାଳ ରୂପ ହୋଇ ତକ୍ଷଣେ ଭାର ଘଟି କରି ଅଶେଷ ଦ୍ରବ୍ୟ ଛନ୍ତି ଭରି ସରୁ ଚାଉଳ ମୁଗ ଯାଇ ଘୃତନ ବାତ ଦୁଗ୍ଧ ଦହି ହିଙ୍ଗୁ ମରିଚ ଫୁଲ ବଡ଼ି ଲବଣ ସୋରିଷ କଉଡ଼ି ଏ ଆଦି ନାନା ଦ୍ରବ୍ୟମାନ ସମ୍ପୂର୍ଣ୍ଣ କରି ଭଗବାନ ଭାରବହୀନ ବନମାଳି ଭକତ ହିତେ ଗଲେ ଚଳି ଅତ୍ୟନ୍ତ ସନ୍ଧ୍ୟା ସମୟରେ ମିଳିଲେ କବୀରର ଦ୍ୱାରେ ରହୀଣ ନରହରି ଡାକିଲେ ଡାକ ଗୋଟା ଚାରି ତେଣେ ଯେ କବୀରର ମାତା ବସିନ କରୁଛନ୍ତି ଚିନ୍ତା ପୁତ୍ର ମୋ ଗଲା ବସ୍ତ୍ର ବିକି ଘରକୁ ନଇଲା କାହିଁକି କିବା କାରଣ ତାର ହୋଇ ବସ୍ତ୍ର କି ବିକା ହୋଇ ନାହିଁ ତେଣୁ ସେ ଚିନ୍ତା କରି ଚିତେ ବସିନ ଅଛଇ ଏକାନ୍ତେ ହେମନ୍ତ ବୋଲି ବସି ଭାଳେ ଡାକ ଶୁଭିଲା କର୍ଣ୍ଣ ବିଳେ ଉଠିନ ଧାଇଁଲା ତ୍ୱରିତେ ଦ୍ୱାରେ ଦେଖିଲା ଅଦଭୁତେ ଅତି ବିଶାଳ ବାହୁ ଦୁଇ करे कंकण विराजई महाविशाल वक्षस्थल सुंदर सुकंठक कूल रंग अधर मंद हासे संपूर्ण चंद्रमुख किसे एमंत रूप तांक हेरी वचन कहित न पारी
ବିଚାର କରଇ ମନର କିସଏ ଆଣିଅଛ ଭାର। କାହୁଁ ଏ ଅଇଲା ଯୁଗତେ ଏହା ମୁଁ ଜାଣିବି କେମନ୍ତେ। ହେମନ୍ତ ବୋଲି ପଚାରଇ କାହୁଁ ଅଇଲ ବାପ ଭାଇ। କନ୍ଧେ ବହିଛ କେଡ଼େ ଭାର ରଖିନ କହ ମୋ ଆଗର। ତା ଶୁଣି ପ୍ରଭୁ ଦେବରାଏ ବଲନ୍ତି ଶୁଣସି ଗମାଏ। ତୁମ୍ଭର ପୁତ୍ର ଦାଣ୍ଡେ ବସି ଆମ୍ଭଙ୍କୁ ଦେଇଛନ୍ତି ପେଶି। କିସ ଅଛଇ ଏଥେ ଦେଖ ନେଇନ ଭଲ କରି ରଖ। ଉଣା ଅଧିକ ଥିଲେ କେତେ ଏବେ ହେ କହ କି ନା ମତେ। ଆମ୍ଭେ ଯେ ମହତ୍ଵ ବୋଲାଉ ପଛକୁ ବୁଲଣା ନ ପାଉ। ହେମନ୍ତ ବୋଲି ଭାର ଥୋଇ ବଢ଼ାଇ ଦିଅନ୍ତି ଭାବଗ୍ରାହୀ। କବିର ମାତା ଘେନି ଯାଇ ମନ୍ଦିରେ ରଖି ଆସୁଥାଇ। ଏହି ପ୍ରକାରେ କେତେ ଥର ନେଇନ ପୂର୍ଣ୍ଣ କଲା ଘର। ଆଉ ଥୋଇବା ଠାବ ନାହିଁ ବଇଲା ଗଉଡ଼କୁ ଚାହିଁ। ଆଉ କି ଭାର ଅଛି ତୋର ଘରେ ତ ସ୍ଥାନ ନାହିଁ ମୋର। ତା ଶୁଣି ପ୍ରଭୁ ଜଗନ୍ନାଥ ବଇଲେ ଶୁଣସି ଗମାତ। ତ ଘରେ ଯେବେ ନାହିଁ ସ୍ଥାନ ମୋ ଭାର ହୋଇଲାଣି ଶୂନ୍ୟ। ଆସିନ ଦେଖି ଯାଅ ତୁହି ପଛେ ଗ ଯାଉଅଛି ମୁହିଁ। ତା ଶୁଣି କବିରର ମାତା ହସିବ ଲଇଆ କି କଥା। ଆଉ ଦଣ୍ଡକ ମାତ୍ର ରହ ରନ୍ଧନ କରି ଭୁଞ୍ଜି ଯାଅ। ନୋହିଲେ ଶୀତଳ ମଣୁହି କରି ଯାଅ ରେ ବାପ ଭାଇ। ଚରଚା ନ କରିନ ଯେବେ ତୁମ୍ଭକୁ ଛାଡ଼ି ଦେବି ତେବେ। ପୁତ୍ର ଯେ କି ବୋଲିବ ମତେ ଏକଥା ନୁହେଁ କଦାଚିତେ। ତା ଶୁଣି ବଲନ୍ତି ଶ୍ରୀ ବସି ଅଶେଷ ବିଷୟା ଯେ ଅଛି। କ୍ଷଣେ ରହିବା ତୋର ନାହିଁ ଏବେ ପାଇଲି ସବୁ ମୁହିଁ। ଏ ଭାର ବୁହା ମୂଲ୍ୟ ଯାହା ଆଗୁଁ ପାଇଅଛି ତାହା। ହେମନ୍ତ କହୁ ମଧୁହାରୀ ସେଠାରୁ ଗଲେ ବିଜେ କରି। ଭକତ ବନ୍ଧୁ ଭଗବାନ ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ। ଏଥି ଉତ୍ତାରୁ ଶୁଣ ମନ କବିର ଜନନୀ ବହନ। ଅନ୍ନ ଯେ ରନ୍ଧା ବଢ଼ା କଲା ଯାଇନ ପୁତ୍ରକୁ ଡାକିଲା। ତା ଶୁଣି କବିର ହରଷେ ଯାଇ ମିଳିଲା ମାତା ପାଶେ। ବଇଲା ମାତା ମୁଖ ଚାହିଁ ମତେ ଡାକିଲୁ କାହିଁ ପାଇଁ। କାହୁଁ ଯେ ମିଳିଲା ଭୋଜନ କହ ଗ ସ୍ୱରୂପ ବଚନ। କିଅ ବା ମଗାଯଚା କଲୁ ଉଦ୍ଧାର କରିକି ଆଣିଲୁ। କେଉଁ ପ୍ରକାରେ ଦେଲେ ହରି କହ ଗ ସଂଶୟ ନ କରି। ପୁତ୍ରର ଏସନ ବଚନ ଶୁଣି ବଇଲେ ମାତା ପୁଣ। ବାଳୁତ ହେଲୁ କିରେ ସୁତ ମତେ ଲାଗିଲା ଚମ୍ବିତ। ଖାଦ୍ୟ ସାମଗ୍ରୀ କରି ଭାର ପେଶି ଯେ ଥିଲୁ ଆମ୍ଭ ଘର। ଭାରୁଆ ତାହା ଆଣି ଦିଅନ୍ତେ ରନ୍ଧନ କଲି ମୁଁ ତୋରିତେ। ତା ଶୁଣି ଝୁଲିଆ କବିର ମନରେ କରିନ ବିଚାର। ମୁଁ ତ କାହାକୁ ନାହିଁ ପେଶି କେ ଭାର ଦେଇଗଲା ଆସି। ଆନରେ ନୁହେଁ ଏ ଚରିତ ନିଶ୍ଚୟ ସେ ପ୍ରଭୁ ଜଗନ୍ନାଥ। ହେ ମାତା ଭାର ବୁହା ବେଳେ ଦେଖିଲୁ ଟିକି ଚର୍ମ ଡୁଳେ। ମାତା ବଲଇଆରେ ସୁତ ତୁ
ତୁତ କହିଲୁ ବିପରୀତ। ଆମ୍ଭର ଦ୍ୱାରେ ଉଭା ହୋଇ ଡାକନ୍ତେ ଅଇଲି ମୁଁ ଧାଇଁ। ଦେଖିଲି ଅପୂର୍ବ ସ୍ୱରୂପ ଯେସନେ ନବଘନ ରୂପ। ଭାରରୁ ଆଣି ମୋର ହସ୍ତେ ବଢ଼ାଇ ଦେଉଥିଲେ ମତେ। ମୁଁ ନେଇ ରଖୁଥିଲି ଘର ପୁରିଲା ମନ୍ଦିର ମହର। ତାହାର ଭାର ତୁଚ୍ଛ ହେଲା ଯିବାକୁ ମେଲାଣି ମାଗିଲା। ମୁହିଁ ଡାକିଲି ନାନା ମତେ ରହିଲେ ନାହିଁ କଦାଚିତେ। ମୂଲ ମୁଁ ଯାଚିଲି ନ ନଲେ ଆଗହୁଁ ପାଇଛୁ ବଇଲେ। ଶୁଣି କବୀର ଭାବ ଭୁଳେ ନମିଲା ମାତା ପାଦ ତଳେ। ଉଠି କପାଳେ ଯୋଡ଼ି କର ବଇଲେ ଧନ୍ୟ ଜୀବ ତର। ଏବେ ମୁଁ ତର ରୂପ ଦେଖି ସଫଳ କଲି ଚର୍ମ ଆଖି। ମାତା ବଇଲେ ରେ ନନ୍ଦନ ମଝାର କେତେକ ଜୀବନ। ତତେ ମୁଁ ପୁତ୍ର କରି ପାଇ ତେଣୁ ଦେଖିଲି ଭାବଗ୍ରାହୀ। ହେମନ୍ତ ବୋଲି ପୁତ୍ର କର ଧରି ଚଳିଲେ ନିଜପୁର। ବଇଲେ ଶୁଣ ଶିରେ ବାବୁ ଘରେ ତ ପୁରୀ ଅଛି ସବୁ। ଶୁଣି କବୀର ଦେଲା ଚାହିଁ ମନ୍ଦିରେ କାହିଁ ଠାବ ନାହିଁ। ନାନାଦି ଦ୍ରବ୍ୟମାନଙ୍କରେ ପୁରୀ ରହିଛି ସବୁଠାରେ। ତା ଦେଖି ବିଚାରଇ ମନ ଧନ୍ୟ ମହିମା ଭଗବାନ। ଅତ୍ୟନ୍ତ ଦୀନ ଜନ ଠାରେ କିଅ ବା ଅରକ୍ଷିତ ନରେ। ହୁଅନ୍ତି ଏଡ଼େ ସାହା ପକ୍ଷ କୋଟି ବ୍ରହ୍ମାଣ୍ଡେ ନାହିଁ ଲକ୍ଷ୍ୟ। ହେମନ୍ତେ ପ୍ରଭୁଙ୍କର ସେବା ଛାଡ଼ି ଯେ ଭଜେ ଅନ୍ୟ ଦେବା। ଧିକତା ଜୀବନ ବିଅର୍ଥେ ବଞ୍ଚାଇବା ଦିନ। କେବଳ ନର ଦେହ ବହି ପଶୁଙ୍କ ପ୍ରାୟ ସେ ବଞ୍ଚଇ। ଏବେ ତୁ ଶୁଣ ମୋ ଉତ୍ତର ସାଧୁ ଶ୍ରୀକୃଷ୍ଣ ନାମ ସାର। ସଂସାରେ ସତ୍ୟ ହୁଏ କଥା ଆଉ ସକଳ କଥା ମିଥ୍ୟା। ଏଣୁଟି ପ୍ରଭୁ ଆଦି ମୂଳ ଭଜନ କଥା ଆମ୍ଭମୂଳ। ହେମନ୍ତ ବୋଲି ମାଏ ପୋଏ ଶ୍ରୀହରି ପାଦେ କରି ଲଏ। ଶ୍ରୀହରି ପାଦେ ଦେଇ ମନ ଆନନ୍ଦେ ବଞ୍ଚାଇଲେ ଦିନ। ହେମନ୍ତ କବୀରର ଯଶ ଜଗତେ ହୋଇଛି ପ୍ରକାଶ। ଶୁଣ ସୁମନ ହେତୁ ଦେଇ ଏ ଦାଢ଼୍ୟ ଭକତି ଅଟଇ। ଏହା ଯେ ଶୁଣି କରେ ଶ୍ରଦ୍ଧା ଲାଗଇ ନାହିଁ ପାପ ବାଧା। କହଇ ବିପ୍ରରାମ ଦାସ ମୋ ପ୍ରଭୁ କମଳା ବିଳାସ। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମୋହନ ଚୈତନ୍ୟ ସମ୍ବାଦେ। କବୀର ବସ୍ତ୍ରଦାନ ଦାଢ଼୍ୟ ଭାବ ମୁଖ୍ୟଣେ ନାମ ସପ୍ତଦଶ ଅଧ୍ୟାୟ।